ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଦଶଧାଡ଼ି ଓଡ଼ିଆ ରଚନା। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜଣେ ମହାନ ଭାରତୀୟ ରାଜନେତା ତଥା ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ଭାରତର ପ୍ରଥମ ଗୃହମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଥିଲେ। ସେ ସର୍ଦ୍ଦାର ପଟେଲ ଏବଂ ଆଇରନ୍ ମ୍ୟାନ୍ ଭାବରେ ମଧ୍ୟ ଜଣାଶୁଣା। ସେ 1875 ମସିହା ଅକ୍ଟୋବର ମାସ 31 ତାରିଖ ଦିନ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ସମ୍ପୂର୍ଣ୍ଣ ନାମ ସର୍ଦ୍ଦାର ବଲ୍ଲଭଭାଇ ଝବେରଭାଇ ପଟେଲ ଥିଲା। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜଣେ ସଫଳ ବାରିଷ୍ଟର ଥିଲେ। ଭାରତକୁ ସ୍ୱାଧୀନ କରିବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ସ୍ମୃତିରେ ଅକ୍ଟୋବର 31 ତାରିଖକୁ ଜାତୀୟ ଏକତା ଦିବସ ଭାବରେ ପାଳନ କରାଯାଏ। ତାଙ୍କର ଏକ ବିରାଟ ପ୍ରତିମୂର୍ତ୍ତି ଅଛି, ଯାହାର ନାମ ହେଉଛି ଷ୍ଟାଚ୍ୟୁ ଅଫ୍ ୟୁନିଟି। 1950 ମସିହା ଡିସେମ୍ବର ମାସ 15 ତାରିଖ ଦିନ ସେ ମୃତ୍ୟୁବରଣ କରିଥିଲେ।